ଅଛି ବୋଲିକି ନାଇଁ କି ଇଏ ମାନେ ଯାଇକି ନାଇଁ କି ଟିକେ ନାଇଁ କି ବ୍ଲାଷ୍ଟିଂ ସେ କ'ଣ ହେଉଛି ହଉ ଆଜ୍ଞା ଯେ ଆମେ କହିବାଟା ପଇସା ଦଉଛନ୍ତି ସେ ଆପଣଙ୍କୁ ପଇସା ଦଉଛି ମାସକୁ ଇଲେକ୍ଟ୍ରିକ୍ ବିଲ୍ ଦଉଛୁ ନା ତମର ପଇସା ତ ମୁଇଁ ଏମନ୍ ଦେଲେଟା ମୁଇଁ ବାନ୍ଧି ପୂର୍ତ୍ତ ବିଭାଗର କୋଟି କୋଟି ଟଙ୍କାରେ ଜନହିତକର ପାଇଁ ମାଥିଲି ବ୍ଲକ ନିକଟସ୍ଥ ମେଣ୍ଡୁକୁଲି ଘାଟରେ ବ୍ରିଜ୍ ନିର୍ମାଣ ଚାଲିଛି। ସରକାରଙ୍କ ନିୟମକୁ ଅବମାନନା କରି ଜଣଙ୍କ ଘରୁ ମାସିକ ବିଲ୍ ପୈଠ କରିଦେବା ଲୋଭ ଦେଖାଇ ମିଟର ଫାଡ଼ି ଚୋରିରେ ବିଦ୍ୟୁତ୍ ସଂଯୋଗ। ଉକ୍ତ ସମ୍ପର୍କ ବିଦ୍ୟୁତ୍ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ଠିକାଦାର ରବି ପ୍ରଧାନଙ୍କୁ ଫୋନ୍ ଯୋଗେ ବାର୍ତ୍ତାଳରେ ଦୁଇ ଜଣଙ୍କ ମଧ୍ୟରେ ଦୋଷାରୋପ ଦିଆଦେଇରେ କଥା କଟାକଟି ହୋଇଥିବାର ଉକ୍ତ କଲ୍ ରେକର୍ଡରୁ ଜଣାପଡ଼ିଥିଲା। ତେଣୁ ଏହି ନିଜ ଭୁଲଗୁଡ଼ିକୁ କେହି ମୁଣ୍ଡେଇବା ପାଇଁ ଚାହୁଁନାହାନ୍ତି ଏବଂ ଠିକାଦାର ଓ ବିଦ୍ୟୁତ୍ ବିଭାଗୀୟ ଯନ୍ତ୍ରୀଙ୍କ ମଧ୍ୟରେ ରହିଛି କି ମଧୁଚନ୍ଦ୍ରିକା। ମାସକୁ ମାସ ବିଲ୍ ତ ନେଉଥିଲେ ଅଧିକାରୀଙ୍କ ପାଖରୁ, ହେଲେ ଏତେ ଦିନ ହେଲାଣି ଜାଣିପାରୁନଥିଲେ କେମିତି। ବେନିୟମ ଭାବେ ଚୋରିରେ ଜଣଙ୍କ ଘରୁ ସଂଯୋଗ କରି ନେଇଥିବାର ବିଦ୍ୟୁତ୍ ବିଭାଗୀୟ ଯନ୍ତ୍ରୀ ଚିତ୍ତରଞ୍ଜନ ମହାରଣା ନା କିଛି ମଧୁଚନ୍ଦ୍ରିକାର ରହସ୍ୟମୟ ଯୋଗୁଁ ଏଡ଼େଇ ଦେଉଥିଲେ। ଆଜକୁ ବର୍ଷେ ହେବ ଚାଲିଛି କାମ। ସରକାରଙ୍କ ଅନୁମତି ନଥିଲେ ମଧ୍ୟ ଦିନ 12ଟାରେ ପଥର ବ୍ଲାଷ୍ଟିଂ ଚାଲିଛି, ଯାହାଫଳରେ ଅନେକ ଲୋକ ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି। ଯଦିଓ ବା କାହାରି ଜୀବନ ପ୍ରତି କ୍ଷୟକ୍ଷତି ହୁଏ, ସେଥିପାଇଁ ଦାୟୀ ହେବେ କିଏ? ଏହା ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ହେଉଥିଲେ ସୁଦ୍ଧା ଧମକମାନ ଦେବା ସହ କର୍ଣ୍ଣପାତ ଦେଉନାହାନ୍ତି ଠିକାଦାର ରବି ପ୍ରଧାନ। ଚୋରିରେ ବିଦ୍ୟୁତ୍ ସଂଯୋଗ କରିବା ଏବଂ ବିନା ଅନୁମତିରେ ଦିନ 12ଟାରେ ବ୍ଲାଷ୍ଟିଂ କରିବା ଏହା ଏକ ସରକାରଙ୍କ ଆଇନ ଅନୁଯାୟୀ ଦଣ୍ଡିତ ହେବେ। ଏହା ଭାରତ ସରକାରଙ୍କ ନିୟମ ରହିଛି। ତେଣୁ ଜଣେ ନିରୀହ ଆଦିବାସୀ ବା ନିରୀହ ଲୋକ ବିଦ୍ୟୁତ୍ ବିଲ୍ ପ୍ରତି ମାସରେ ଦେଉଥିଲେ ମଧ୍ୟ ପୁଣି ପୁରୁଣା ବକେୟା ବିଲ୍ ରହିଛି କହି କମ୍ପାନୀ ନାମରେ ବିଲ୍ ପାଇଁ ପ୍ରତି ଘରକୁ ଘର ବଟି ଆଦାୟ କଲା ଭଳି 5,000 ତ ଆଉ କେଉଁଠି 7,000 କିମ୍ବା 10,000 ଟଙ୍କା ମାଗି ମାଥିଲି ବିଦ୍ୟୁତ୍ ବିଭାଗୀୟ ଅଧିକାରୀ ଚିତ୍ତରଞ୍ଜନ ମହାରଣା ମାର୍ଚ୍ଚ ମାସ କହି ନେଇ ଯାଉଛନ୍ତି। କିନ୍ତୁ ଏହି ଟଙ୍କା କମ୍ପାନୀ ନାମରେ ଆଣି ବାଟ ବଣା ହେଉଥିବାର ସୂଚନା ମଧ୍ୟ ମିଳୁଛି, ଯାହାଫଳରେ ଉକ୍ତ ମାସରେ କେତେ ଜମା କରାଗଲା ଏହାରି କୌଣସି ସୂଚନା ଯନ୍ତ୍ରୀଙ୍କ ପାଖରୁ ମିଳୁନାହିଁ। ଉକ୍ତ ସମସ୍ୟାକୁ ଜନସାଧାରଣଙ୍କ ଅଭିଯୋଗକୁ ନେଇ ମାଥିଲି ଉତ୍କଳ ସାମ୍ବାଦିକ ସଂଘ ମାଥିଲି ଶାଖା ତରଫରୁ ପହଞ୍ଚି ଅଭିଯୋଗ ସତ୍ତ୍ୱେ ବିଦ୍ୟୁତ୍ ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇଥିବାରୁ କିଛି ସମୟ ମଧ୍ୟରେ ମାଥିଲି ଯନ୍ତ୍ରୀ ଏବଂ ତାଙ୍କ ଟିମ୍ ଆସି ଚୋରା ବିଦ୍ୟୁତ୍କୁ ଜବତ କରି ବିଦ୍ୟୁତ୍ ସଂଯୋଗକୁ କାଟିବା ସହ ଆବଶ୍ୟକ ସାମଗ୍ରୀ ଜବତ କରିଥିଲେ। ହେଲେ ଏହି କୋଟିପତି ବାବୁଙ୍କ ଏବଂ ମାଥିଲି ବିଦ୍ୟୁତ୍ ବିଭାଗୀୟ ଅଧିକାରୀ ଯନ୍ତ୍ରୀ ଚିତ୍ତରଞ୍ଜନ ମହାରଣାଙ୍କ ମଧ୍ୟରେ ଯେଉଁ ମଧୁଚନ୍ଦ୍ରିକା ରହିଛି ତାହା ଆଜକୁ 1 ସପ୍ତାହ ହୋଇଥିଲେ ମଧ୍ୟ କୌଣସି ମକଦ୍ଦମା ରୁଜୁ ହୋଇନାହିଁ। କାରଣ ଏହି ଦୁଇ ଜଣଙ୍କ ମଧ୍ୟରେ ଆଗରୁ 16 ସୁତୁରାର ମଧୁଚନ୍ଦ୍ରିକା ବିଦ୍ୟୁତ୍ ଚାଲିଥିଲା। ଆଉ ଏବେ ଖାଲି ଲୋକ ଦେଖାଣିଆରେ ସାମଗ୍ରୀ ଜବତ କଲେ, କିନ୍ତୁ କେସ୍ ରୁଜୁ ହୋଇନାହିଁ। ତେଣୁ ଏଥିରେ ମାଥିଲି ବିଦ୍ୟୁତ୍ ଯନ୍ତ୍ରୀ ଚିତ୍ତରଞ୍ଜନ ମହାରଣାଙ୍କ ଭିତିରିଆ 16 ସୁତୁରାର ହାତ ରହିଥିବାର ମଧ୍ୟ ଜନସାଧାରଣଙ୍କ ଅଭିଯୋଗ ହେଉଛି। ତେଣୁ ଏହା ଆଗକୁ ନୂତନ ବିଜେପି ସରକାର ଏହି ପ୍ରତି ମନମାନି ଭାବେ ଜନସାଧାରଣଙ୍କୁ କ୍ଷୟ ଘଟାଉଥିବା ବ୍ୟକ୍ତି ପ୍ରତି କେଉଁ ପଦକ୍ଷେପ ନେବ ତାହା ଆଗକୁ ଦେଖିବାକୁ ଜନସାଧାରଣଙ୍କ ଅପେକ୍ଷା। ଡେଲି ଯିବା ହେଲା ଗଟାଲ ଥର କହିଲା नहीं उल फुटा नहीं पाटना फुटा नहीं दिन बेले रात बेले लोक साला बेले दिन बेले फुटा नहीं होली तो सुने नहीं तो सुनत नहीं। धन्यवाद।